ଟୁଙ୍ଗୁରୁ ଗ୍ରାମରେ ସ୍ୱାମୀ ସ୍ତ୍ରୀ ହତ୍ୟା ଅଭିଯୋଗ। ଗଜପତି ଜିଲ୍ଲା ଆରଉଦଗିରି ଥାନା ଟୁଙ୍ଗୁରୁ ଗାଁରେ ଡବଲ ମର୍ଡର। ଗତକାଲି ରାତିରେ ବୃଦ୍ଧ ଦମ୍ପତି ପାହାଡ଼ ଉପରେ ଥିବା କୁଡ଼ିଆରେ ଶୋଇଥିବା ବେଳେ ଉଭୟଙ୍କୁ ହତ୍ୟା କରିଛି କୌଣସି ଦୁର୍ବୃତ୍ତ। ହତ୍ୟାର ଶିକାର ହୋଇଥିବା ଦୁଇ ବୃଦ୍ଧ ଦମ୍ପତି ହେଲେ ଚୈତନ୍ୟ ମଣ୍ଡଳ ଓ ତାଙ୍କ ପତ୍ନୀ ଇରଚାରୀ ମଣ୍ଡଳ। ସ୍ୱାମୀ ଚୈତନ୍ୟଙ୍କ ମୃତଦେହ କୁଡ଼ିଆଠାରୁ 50 ମିଟର ଦୂରରେ ପଡ଼ିଥିବା ବେଳେ ସ୍ତ୍ରୀର ମୃତଦେହ କୁଡ଼ିଆ ଭିତରେ ପଡ଼ିଛି। ଆରଉଦଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ତେବେ ପାହାଡ଼ ଉପରେ କିଏ ଓ କାହିଁକି ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ଘଟଣାସ୍ଥଳରେ ତନ୍ନ କରି ଯାଞ୍ଚ କରୁଛି। ଗଜପତି ଜିଲ୍ଲାରୁ ମନୋଜ କୁମାର ପାଢ଼ୀଙ୍କ ରିପୋର୍ଟ, ଓଡ଼ିଶା ଡିଜିଟାଲ।